ଆଚ୍ଛା ପିଲାମାନେ, ତୁମେମାନେ କିପରି ଅଛ? ଆଶା କରିବି ନିହାତି ଭଲରେ ଥିବ। ତ ଆଜି ତୁମମାନଙ୍କ ପାଇଁ ଓଡ଼ିଆ ପତ୍ର ଲିଖନ ନେଇ ଆସିଛି, ଯାହାର ନାଁ ହେଉଛି ତୁମ ବିଦ୍ୟାଳୟରେ ସ୍ୱାଧୀନତା ଦିବସ କିପରି ପାଳନ କରିଥିଲ ସେ ବିଷୟରେ ତୁମ ବଡ଼ ଭାଇଙ୍କ ପାଖକୁ ଏକ ପତ୍ର ଲେଖ। ଚାଲ ପିଲା, ଡେରି ନକରି ଆଜିର ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଦେଖ, ପ୍ରଥମେ ଏଇଠି କ'ଣ ଲେଖା ହେଇଛି ଯେ ମାନନୀୟ ଭାଇ, ମୋର ପ୍ରଣାମ ନେବେ। ଆମ ବିଦ୍ୟାଳୟରେ ଏ ବର୍ଷ ସ୍ୱାଧୀନତା ଦିବସ ଭଲ ଭାବରେ ପାଳନ କରାଯାଇଥିଲା। ପୂର୍ଣ୍ଣଚ୍ଛେଦ, ମୁଁ ସେ ବିଷୟରେ ଆପଣଙ୍କ ପାଖକୁ ଏହି ପତ୍ର ଲେଖି ଜଣାଉଛି। ସ୍ୱାଧୀନତା ଦିବସ ଭାରତର ଏକ ସ୍ମରଣୀୟ ଦିବସ। କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଜାକଜକମରେ ସ୍ୱାଧୀନତା ଦିବସ ପାଳିତ ହୋଇଥାଏ। ଆମ ବିଦ୍ୟାଳୟରେ ଏ ବର୍ଷ ସ୍ୱାଧୀନତା ଦିବସଟି ଅତି ସୁନ୍ଦର ଭାବେ ପାଳନ କରିଥିଲୁ। ଏ ବର୍ଷ ଅଗଷ୍ଟ 15 ତାରିଖ ଦିନ ବଡ଼ି ଭୋରୁ ଆମ୍ଭେମାନେ ଉଠି ଗାଧୁଆ କାର୍ଯ୍ୟ ସାରି ଜଳଖିଆ ଖାଇ ସ୍କୁଲକୁ ଗଲୁ। ପୂର୍ଣ୍ଣଚ୍ଛେଦ, ସ୍କୁଲରେ ସମସ୍ତ ପିଲା ଉପସ୍ଥିତ ହେଲେ। ତାପରେ କ'ଣ ଦେଇଛି, ଆମ ଗୁରୁଜୀ ଓ ଗୁରୁମାତାମାନେ ଆସିଲେ। ତାପରେ ଆମେ ଦୁଇଟି ଧାଡ଼ିରେ ଛିଡ଼ା ହେଲୁ। ସ୍କୁଲ ପଡ଼ିଆରେ ପତାକା ଉତ୍ତୋଳନ କଲୁ। ତାପରେ ଆମେମାନେ ଜାତୀୟ ପତାକା ଧରି ଦୁଇ ଧାଡ଼ିରେ ପ୍ରଭାତ ଫେରି କଲୁ। ଗାଁର ରାସ୍ତାରେ ଆମେମାନେ ଭାରତ ମାତା କି ଜୟ, ବନ୍ଦେ ମାତାରାମ, ଜାତୀୟ ପତାକା କି ଜୟ, ମହାତ୍ମା ଗାନ୍ଧୀ କି ଜୟ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ କି ଜୟ ଧ୍ୱନି ଦେଇଗଲୁ। ଗାଁର ଲୋକମାନେ ଛିଡ଼ା ହୋଇ ଆମମାନଙ୍କୁ ଦେଖୁଥିଲେ। ପ୍ରଭାତ ଫେରିସାରି ଆମେମାନେ ସ୍କୁଲକୁ ଫେରି ଆସିଲୁ। ସେଠାରେ ଆମମାନଙ୍କୁ ବିସ୍କୁଟ ଦିଆଗଲା। ତାପରେ ଦେଖ ପିଲା, ଉପର ବେଳେ ଆମ ବିଦ୍ୟାଳୟରେ ଏକ ସଭା ହେଲା। ଏହି ସଭାରେ ଜଣେ ବିଶିଷ୍ଟ ବ୍ୟକ୍ତି ଅତିଥି ହୋଇ ଯୋଗ ଦେଇଥିଲେ। ସେ ଆମମାନଙ୍କୁ ଭାରତର ସ୍ୱାଧୀନତା ଆନ୍ଦୋଳନ, ସ୍ୱାଧୀନତା ଲାଭ, ମହାତ୍ମା ଗାନ୍ଧୀଙ୍କ ବିଷୟରେ ସମ୍ୟକ ଧାରଣା ଦେଲେ। ଆମ୍ଭେମାନଙ୍କୁ ସେ ନାନା ଉପଦେଶ ମଧ୍ୟ ଦେଲେ। ଆମ ପ୍ରଧାନ ଗୁରୁଜୀ ସମସ୍ତଙ୍କୁ ଧନ୍ୟବାଦ ଦେଲେ। ତାପରେ ଏହିପରି ଭାବରେ ଆମ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ କରିଥିଲୁ। ତାପରେ ଏଇଠି ଆଉ ଲେଖାଯାଇନି, ତ ତୁମେମାନେ ଚାହିଁଲେ ଲେଖିପାରିବ। ଆଶା କରିବି ଭାଇ ତୁମେ ସେଠାରେ ଭଲରେ ଥିବ। ଚିଠି ପାଇ ଚିଠି ଦେବ। ଇତି ତୋର ସ୍ନେହର, ତୁମ ନାଁ ଏଇଠି ଏଇ ଜାଗାରେ ଲେଖିବ। ଦେଖ ପିଲା, ଏଇଠି କ'ଣ ଲେଖା ହେଇଛି, ଠିକଣା। ତ ଏଇଠି ଲେଖା ହେଇଛି ପ୍ରେରକ, ଅର୍ଥାତ୍ ଯିଏ ପଠଉଛି। ତ ଏଇଠି ତୁମ ନାଁ ଲେଖିବ, ତୁମ ଗ୍ରାମ, ତୁମେ ଯେଉଁ ଜାଗାରେ ରହୁଛ, ଭାୟା, ଜିଲ୍ଲା, ପିନକୋଡ଼। ତ ସେମିତି ଗ୍ରାହକ କିଏ, ତୁମ ଭାଇଙ୍କ ପାଖକୁ ଦେଉଛ, ତୁମ ଭାଇଙ୍କ ନାଁ ଏଇ ଜାଗାରେ ଲେଖିବ, ତାଙ୍କ ଗାଁ ନାଁ ଲେଖିବ, ପୋଷ୍ଟ, ଜିଲ୍ଲା। ଇଏ ତ ଥିଲା ଓଡ଼ିଆରେ ଆମେ କିପରି ଭାବରେ ପତ୍ର ଲେଖିବା। ଆଶା କରିବି ଆଜିର ଭିଡ଼ିଓଟି ତୁମମାନଙ୍କ ପାଇଁ ନିହାତି ଶିକ୍ଷଣୀୟ ହୋଇପାରିବ। ଯଦି ଚ୍ୟାନେଲରେ ନୂଆ ଅଛ, ଏ ଯେ ସବସ୍କ୍ରାଇବ୍ କରିନାହ, ତେବେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ଟା ଦବାଇ ଦିଅ, ଯାହାଫଳରେ ମୋ ଭିଡ଼ିଓର ନୂଆ ନୋଟିଫିକେସନ୍ ତୁମ ପାଖରେ ପହଞ୍ଚି ପାରିବ।